ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର 2025 ଯେଉଁମାନେ 2025ରେ ଏକ୍ଜାମ୍ ଦେବ ସେକେଣ୍ଡ ଇୟର ପିଲା ତ +2 ଆର୍ଟ୍ସ ସାଇନ୍ସ କମର୍ସ ତ ପିଲାମାନେ ତମମାନଙ୍କ ପାଇଁ ନେଇ ଆସିଛି। ତ ବହୁତ ଶୀଘ୍ର ତମର ଏଥରକ ଏକ୍ଜାମ୍ ହେଇଯିବ। ତ 80 ମାର୍କ ଏକ୍ଜାମ୍ ହେବ, ଜାଣିଛ ନା ନାହିଁ ପିଲାମାନେ? 80 ମାର୍କ ଏକ୍ଜାମ୍ ତ ନୋଟିସ୍ ଆସିଯାଇଛି କଲେଜକୁ ପିଲାମାନେ। ତ 80 ମାର୍କ ଏକ୍ଜାମ୍ ହେବ, ବୁଝିହେଲା। ତ 20 ମାର୍କ ଯେଉଁ ଇଣ୍ଟରନାଲ୍ ହେବ, ତ 20 ମାର୍କରେ ତମେ 18 ମାର୍କ ଆଣିବାକୁ ଚେଷ୍ଟା କର। ତ 18-19 ମାର୍କ ଆଣିଲେ ସେଇ 18-19 ମାର୍କ ଡାଇରେକ୍ଟ କାଲକୁଲେସନ୍ ହେବ ତମର କ'ଣ ନା 80 ମାର୍କ ସହିତ 80ରୁ ତମେ ନିହାତି 70-60 ରଖିଥା। ଆଧିରେ 18-19 କ'ଣ ଯେଉଁ 60, 61 କି 58 ଯଦି ବି ରଖିଥିବ ତମର 18-19 ମାର୍କ କାଲକୁଲେଟ୍ ହେବ, ବୁଝିହେଲା ପିଲାମାନେ। ଆରାମରେ ତମର କ'ଣ 80 ମାନେ 100 ମାର୍କରୁ କ'ଣ ନା ତମର ନିଶ୍ଚିନ୍ତ 85-90 ମାର୍କ ପଳେଇ ଆସିବ ପିଲାମାନେ। ତ ବହୁତ ଭଲ ସୁବିଧା କରିଦେଇଛି ତମମାନଙ୍କ ପାଇଁ। ତମମାନେ ପାଠ ପଢ଼ ପିଲାମାନେ, ଅଳ୍ପ ଦିନ ଏକ୍ଜାମ୍ ତ ମୁଁ ଷ୍ଟାର୍ଟ କରିଦେଲିଣି ପିଲାମାନେ। ତ ତମର MIL ଓଡ଼ିଆର ଇତିହାସର ପ୍ରଥମ ବିଷୟ ପିଲାମାନେ, MIL ଓଡ଼ିଆର ପ୍ରଥମ ବିଷୟ କ'ଣ ୟୁନିଟ୍ ୱାଇଜ୍ ତମମାନଙ୍କର କ୍ଲାସ୍ ହେବ। ତ ଇତିହାସର ମୁଁ ନେଇ ଆସିଛି କ'ଣ ନା MCQ କୋଶ୍ଚିନ୍ ପ୍ରଥମେ ଆଲୋଚନା କରିବା, ପଢ଼ିବା ଏବଂ କ'ଣ ନା ଯେଉଁ ପ୍ରବନ୍ଧ ରହିଲା। ତ ଇତିହାସ କ'ଣ ତମର MIL ଓଡ଼ିଆର ପ୍ରବନ୍ଧ, ତ ପ୍ରବନ୍ଧ ୟୁନିଟ୍ 1ର କେତେଟା ଅଛି ବିଷୟ ତାକୁ ଆମେ ଆଲୋଚନା କରିବା। ଦେନ୍ ତାପରେ ଆମେ କ'ଣ ନା ଆମେ ଆଲୋଚନା କରିବା MCQ କୋଶ୍ଚିନ୍ ଉପରେ ଆଲୋଚନା, ବୁଝିହେଲା ପିଲାମାନେ। ତ ଚାଲ ଆମେ ଦେଖିବା। ଦେଖ ୟୁନିଟ୍ 1 ରହିଲା କ'ଣ ନା ୟୁନିଟ୍ 1 MIL ଓଡ଼ିଆର ୟୁନିଟ୍ 1ରେ କ'ଣ କ'ଣ ଅଛି? ଏଇଟା ପ୍ରବନ୍ଧର ନା ଇତିହାସ, ପୁଷ୍ପପୁରରେ ବର୍ଷାବରଣ, ତିନି ତୁଣ୍ଡରେ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତା, ବୁଝିହେଲା ପିଲାମାନେ। ତାପରେ ଇତିହାସର ବିଶ୍ୱନାଥ କର, ପୁଷ୍ପପୁରର ବର୍ଷାବରଣରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ତିନି ତୁଣ୍ଡରେ ଭୁବନେଶ୍ୱର ବେହେରା, ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ଗୋଲକ ବିହାରୀ ଧଳ। ତ ଗଦ୍ୟ ବିଭାଗ ଦେଖ ସୂଚନା କ'ଣ ଦେଲା ନା ଏରା ସିଲାବସ୍ ଦେଲା। ଏଇ ଯେଉଁ 4ଟା ୟୁନିଟ୍ରୁ ତମର ପଡ଼ିବ କ'ଣ ନା ଏହି ଏକକରୁ 5 ଗୋଟି 1 ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ କ'ଣ ନା 4ଟି ଲେଖାଏଁ ସମ୍ଭାବ୍ୟ ଉତ୍ତର ମାନେ ଅପସନ୍ ବାଲା ଦିଆଯିବ। ସେଥିମଧ୍ୟରୁ ପରୀକ୍ଷାର୍ଥୀ କେବଳ ଠିକ୍ ଉତ୍ତରଟି ବାଛିକି ଲେଖିବ। 1-5 ନମ୍ବର ମିଳିଲା। ତାପରେ 4ଟି ପଡ଼ିବ ତମର 1 ମାର୍କିଆ କୋଶ୍ଚିନ୍, ଅପସନ୍ ଯେଉଁଟା ଦେବନି ସେଇଟା ଯେକୌଣସି ତମେ 3ଟା କରିବ। ତାପରେ 2 ମାର୍କିଆ କୋଶ୍ଚିନ୍ କ'ଣ ନା 3ଟି ଦେବ, ଯେକୌଣସି ତମେ 2ଟା କରିବ, 2-2 4। ତାପରେ 3 ନମ୍ବର ପ୍ରଶ୍ନ ତମେ 2ଟା ଦେବ, ଯେକୌଣସି ତମେ 1 କରିବ 30ଟି ଶବ୍ଦ ମଧ୍ୟରେ 3 ନମ୍ବର। ତାପରେ ଦୀର୍ଘ ଉତ୍ତରମୂଳକ ପଡ଼ିବ ନା 4ଟା ୟୁନିଟ୍ରୁ 2ଟା କୋଶ୍ଚିନ୍ ପଡ଼ିବ, ତମର କ'ଣ ନା 1 କରିବ 150ଟି ଶବ୍ଦରେ 5 ମାର୍କିଆ ଲେଖିବ କ'ଣ ନା 5 ମାର୍କ। ତ ଚାଲ ଆମେ ଆଲୋଚନା କରିବା MCQ ଉପରେ ପିଲାମାନେ। ଇତିହାସ ଦେଖ, ଇତିହାସର ପ୍ରାବନ୍ଧିକ କିଏ? ଏଇଟା ହେଉଛି ପ୍ରବନ୍ଧ। କ'ଣ ନା ପ୍ରବନ୍ଧ ଇତିହାସ ପ୍ରାବନ୍ଧିକ କିଏ ନା ବିଶ୍ୱନାଥ କର। ତ ଦେଖ ଷ୍ଟାର୍ଟ କରିବା। ଦେଖ ଏଇଟା ପଢ଼ିଥିଲା 2023 ଆର୍ଟ୍ସ, 2018 କମର୍ସରେ ପଡ଼ିଥିଲା ପିଲାମାନେ। କ'ଣ ଦେଲା ପ୍ରଥମ କୋଶ୍ଚିନ୍? ତ ଚାଲ ଆମେ ଷ୍ଟାର୍ଟ କରିବା। ପ୍ରଥମ କୋଶ୍ଚିନ୍ କ'ଣ ଦେଲା ନା ହିନ୍ଦୁ ଜାତି ଚିରଳତ, କ'ଣ ହିନ୍ଦୁ ଜାତି ଚିରକାଳ କେଉଁଥିପାଇଁ ଖ୍ୟାତ? ତ ପିଲାମାନେ କେଉଁଥିପାଇଁ? ଭାବପ୍ରବଣତା, ଚିନ୍ତାଶୀଳତା, କଳ୍ପନାପ୍ରିୟତା, ବୌଦ୍ଧିକତା। କେଉଁଥିପାଇଁ ନା କଳ୍ପନାପ୍ରିୟତା। କ'ଣ ନା ହିନ୍ଦୁ ଜାତି ଚିରକାଳ ନା କ'ଣ ନା କଳ୍ପନାପ୍ରିୟତା ପାଇଁ ଖ୍ୟାତ। ପରବର୍ତ୍ତୀ କୋଶ୍ଚିନ୍, କାହାକୁ ଦୃଷ୍ଟାନ୍ତର ଆକାର ବୋଲି କୁହାଯାଇଛି? ପିଲାମାନେ କାହାକୁ? ଆତ୍ମଜୀବନୀ ନା ଇତିହାସ ନା ମହାପୁରୁଷ ନା ଈଶ୍ୱର। କାହାକୁ ଦୃଷ୍ଟାନ୍ତର ଆକାର ବୋଲି କୁହାଯାଇଛି? ନା ଦୃଷ୍ଟାନ୍ତର ଆକାର ବୋଲି କାହାକୁ? ନା ଇତିହାସକୁ କୁହାଯାଇଛି। ପରବର୍ତ୍ତୀ କୋଶ୍ଚିନ୍, ସତ୍ୟ ସଙ୍ଗେ ବିରୋଧ ଯାହାର ତାହାର ଡ୍ୟାସ୍ ଅନିବାର୍ଯ୍ୟ। ପିଲାମାନେ ସତ୍ୟ ସଙ୍ଗେ ବିରୋଧ ଯାହାର ତାହାର ଡ୍ୟାସ୍ କ'ଣ? ପ୍ରକାଶ ନା ବିକାଶ ନା ବିନାଶ ନା ସମୃଦ୍ଧି। କ'ଣ ହେବ ପିଲାମାନେ? ନା ବିନାଶ। କ'ଣ ନା ସତ୍ୟ ସଙ୍ଗେ ବିରୋଧ ଯାହାର ତାହାର କ'ଣ ନା ବିନାଶ ଅନିବାର୍ଯ୍ୟ। ପରବର୍ତ୍ତୀ କୋଶ୍ଚିନ୍, ମନୁଷ୍ୟତ୍ୱର ବିଶେଷ ଲକ୍ଷଣ କ'ଣ? ପିଲାମାନେ ମନୁଷ୍ୟତ୍ୱର ବିଶେଷ ଲକ୍ଷଣ କ'ଣ? ଆତ୍ମଜ୍ଞାନ ଲାଭ ନା ତତ୍ତ୍ୱ ନିରୂପଣ ପ୍ରୟାସ ନା ଅନ୍ତର୍ଦୃଷ୍ଟି ନା ଈଶ୍ୱର ଚିନ୍ତା। କ'ଣ ହେବ ନା ମନୁଷ୍ୟତ୍ୱର ବିଶେଷ ଲକ୍ଷଣ କ'ଣ ନା ମନୁଷ୍ୟତ୍ୱର ବିଶେଷ ଲକ୍ଷଣ ହେଲା ତତ୍ତ୍ୱ ନିରୂପଣ ପ୍ରୟାସ। ପରବର୍ତ୍ତୀ କୋଶ୍ଚିନ୍, ଘୋର ପରିବର୍ତ୍ତନ ରାଶି ମଧ୍ୟରେ
କ'ଣ ଚିର ଅପରିବର୍ତ୍ତନୀୟ ପିଲାମାନେ? ସତ୍ୟ ନା ଧର୍ମ ନା ନ୍ୟାୟ ନା ଚରିତ୍ର? କ'ଣ ହେବ ନା ସତ୍ୟ। କ'ଣ ନା ସତ୍ୟ। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ମାନବ ନିକଟରେ ଜଗତଟା କେବଳ ବିରୁଦ୍ଧ ଭାବପୂର୍ଣ୍ଣ? କେଉଁ ମାନବ? ସୂକ୍ଷ୍ମ ଦୃଷ୍ଟି, ସ୍ଥୂଳ ଦୃଷ୍ଟି, ତୀକ୍ଷ୍ମ ଦୃଷ୍ଟି ନା ଅନ୍ତର୍ଦୃଷ୍ଟି? କେଉଁ ମାନବ ନିକଟରେ? ନା ସ୍ଥୂଳ ଦୃଷ୍ଟି। କ'ଣ ନା ସ୍ଥୂଳ ଦୃଷ୍ଟି। ନେକ୍ସଟ, କିଏ ବଜ୍ର ଗମ୍ଭୀର ସ୍ୱରରେ ଧର୍ମର ଜୟ ଅଧର୍ମର ପରାଜୟ ଘୋଷଣା କରୁଛି? ପିଲାମାନେ, କିଏ ବଜ୍ର ଗମ୍ଭୀର ସ୍ୱରରେ? ଧର୍ମଶାସ୍ତ୍ର, ଦର୍ଶନଶାସ୍ତ୍ର, ଇତିହାସ, ସାହିତ୍ୟ। କିଏ ପିଲାମାନେ କରୁଛି? ନା ତମର ଇତିହାସ। କିଏ? ନା ଇତିହାସ। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ମଣିଷର ମନ ନିତ୍ୟ କ୍ରିୟାଶୀଳ? ପିଲାମାନେ, କେଉଁ ମଣିଷର ମନ? ପ୍ରକୃତିସ୍ଥ, ଧ୍ୟାନସ୍ଥ, ପରିଶ୍ରମୀ, ଭୋଗବାଦୀ। କେଉଁ ମଣିଷର ମନ? ନା ପ୍ରକୃତିସ୍ଥ। ନେକ୍ସଟ, ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା କ'ଣ ନୁହେଁ? ଶୂନ୍ୟ ନୁହେଁ। ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା କ'ଣ ଶୂନ୍ୟ ନୁହେଁ? ଭାବ, ଅର୍ଥ, କାମ, ମୋକ୍ଷ। କ'ଣ ଶୂନ୍ୟ ନୁହେଁ ପିଲାମାନେ? ନା ଅର୍ଥ। କ'ଣ ନା ଅର୍ଥ। ପରବର୍ତ୍ତୀ କ୍ୱେଶ୍ଚିନ୍, ମାନବ ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? ପିଲାମାନେ, ମାନବ ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? ଇତିହାସ, ପୁରାଣ, ବିଜ୍ଞାନ, ଦର୍ଶନ। କାହାର ଅନ୍ତର୍ଭୁକ୍ତ? ନା ଇତିହାସ। କାହାର? ନା ଇତିହାସ। ପରବର୍ତ୍ତୀ କ୍ୱେଶ୍ଚିନ୍, ଆଦର୍ଶ ତୁଳନାରେ ମଣିଷର ଲବ୍ଧ ଉନ୍ନତି ଅତି ଡ୍ୟାସ୍। ଆଦର୍ଶ ତୁଳନାରେ ମଣିଷର ଲବ୍ଧ ଉନ୍ନତି ଅତି ଡ୍ୟାସ୍। ବ୍ୟାପକ, ଅକିଞ୍ଚିତକର, ଉଚ୍ଚସ୍ତରର, ନୈରାଶ୍ୟଜନକ। କ'ଣ ହେବ? ନା ଅକିଞ୍ଚିତକର। କ'ଣ ନା ଅକିଞ୍ଚିତକର। ନେକ୍ସଟ, କେଉଁ ଶ୍ରେଣୀର ଲୋକମାନଙ୍କ ଦ୍ୱାରା ପୃଥିବୀର ନାନାବିଧ ଉନ୍ନତି ସଂସାଧିତ ହୁଏ? ପିଲାମାନେ, କେଉଁ ଶ୍ରେଣୀର? ଚିନ୍ତାଶୀଳ, କ୍ରିୟାଶୀଳ, ଆଧ୍ୟାତ୍ମିକ, ଭୋଗଶୀଳ। କେଉଁ ଶ୍ରେଣୀର ପିଲାମାନେ ହେବ? ନା ଚିନ୍ତାଶୀଳ। କେଉଁ ଶ୍ରେଣୀ? ନା ଚିନ୍ତାଶୀଳ। ପରବର୍ତ୍ତୀ କ୍ୱେଶ୍ଚିନ୍, ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି? ପିଲାମାନେ, ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ କେଉଁ ଗଳ୍ପ? ଗାଲ ଗଳ୍ପ, ଅସୁର ଅସୁରୁଣୀ ଗଳ୍ପ, ଗ୍ରାମ୍ୟ ଗଳ୍ପ ନା ଆଇମା ଗଳ୍ପ? କ'ଣ ହେବ ପିଲାମାନେ? ନା ଗ୍ରାମ୍ୟ ଗଳ୍ପ। କ'ଣ ନା ଗ୍ରାମ୍ୟ ଗଳ୍ପ। ନେକ୍ସଟ, ଅନନ୍ତ ପ୍ରକୃତି ସାଙ୍ଗରେ କାହାର ନିତ୍ୟ ଯୋଗ ହୋଇଥାଏ? ଅନନ୍ତ ପ୍ରକୃତି ସାଙ୍ଗରେ କାହାର? ମନୁଷ୍ୟ, ଈଶ୍ୱର, ପଶୁ, ପକ୍ଷୀ। କାହାର ହୋଇଥାଏ ପିଲାମାନେ? ନା ମନୁଷ୍ୟ। କାହାର? ନା ମନୁଷ୍ୟ। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ? କେଉଁ ସମ୍ବନ୍ଧରୁ? ବର୍ତ୍ତମାନ, ଅନନ୍ତ ଅତୀତ, ଆଧ୍ୟାତ୍ମିକ, ବୈଷୟିକ। କେଉଁ ସମ୍ବନ୍ଧରୁ ପିଲାମାନେ ବିଚ୍ଛିନ୍ନ ହେଲେ? ନା ଅନନ୍ତ ଅତୀତ। କ'ଣ ନା ଅନନ୍ତ ଅତୀତ। ନେକ୍ସଟ, କେଉଁ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମ୍ଭମାନଙ୍କର ହୃତ୍କମ୍ପ ହୁଏ? କେଉଁ ରାଷ୍ଟ୍ର ବିପ୍ଳବ? ଅସହଯୋଗ ଆନ୍ଦୋଳନ, ସିପାହୀ ବିଦ୍ରୋହ, ଫରାସୀ ରାଷ୍ଟ୍ର ବିପ୍ଳବ ନା ଭୂଦାନ ଆନ୍ଦୋଳନ? କ'ଣ ହେବ ପିଲାମାନେ? ନା ଫରାସୀ ରାଷ୍ଟ୍ର ବିପ୍ଳବ। କ'ଣ ନା ଫରାସୀ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ କ'ଣ ହେବ? ନା ଆମ୍ଭମାନଙ୍କର ହୃତ୍କମ୍ପ ହୁଏ। ନେକ୍ସଟ, ଜାତି ଅଯୋଗ୍ୟ ହେଲେ ତାର ଗତି କୁଆଡ଼େ? ପିଲାମାନେ, ଜାତି ଯଦି ଅଯୋଗ୍ୟ ହେବ ତାର ଗତି କୁଆଡ଼େ ହେବ? ନିମ୍ନକୁ, ଊର୍ଦ୍ଧ୍ୱକୁ, ରସାତଳକୁ, ରସା ଉପରକୁ। କ'ଣ ହେବ ପିଲାମାନେ? ନା ରସାତଳକୁ। କ'ଣ ନା ରସାତଳକୁ। ନେକ୍ସଟ, ବିକୃତ ସ୍ୱଜାତି ପ୍ରିୟତା କ'ଣ ହ୍ରାସ କରିଦିଏ? ବିକୃତ ସ୍ୱଜାତି ପ୍ରିୟତା କ'ଣ? ସ୍ନେହ ନା ଜାତୀୟତା, ଦୃଷ୍ଟିଶକ୍ତି, ଜ୍ଞାନଶକ୍ତି। କ'ଣ ହେବ ପିଲାମାନେ? ନା ଦୃଷ୍ଟିଶକ୍ତି। କ'ଣ ନା ଦୃଷ୍ଟିଶକ୍ତି। ନେକ୍ସଟ, ବର୍ତ୍ତମାନ ମାନବ ସମାଜ ଦେହରେ କେଉଁ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ? ସାମ୍ପ୍ରତିକ, ଅତୀତ, ଭାବାନ୍ତର, କାଳାନ୍ତର। କ'ଣ ହେବ? ନା ଅତୀତ। ନେକ୍ସଟ, ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଗତି କେଉଁ ଆଡ଼କୁ? ପିଲାମାନେ, ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଗତି କେଉଁ ଆଡ଼କୁ? ଏକ, ଦୁଇ, ତାପରେ ଭିନ୍ନ, ବିଭିନ୍ନ। କ'ଣ ହେବ? ନା କ'ଣ ହେବ? ନା ଏକ। ମଣିଷ ଜୀବନର ସମସ୍ତ ଘଟଣା ଲକ୍ଷ୍ୟ କେଉଁ ଆଡ଼କୁ? ନା ଏକ ଆଡ଼କୁ। ପରବର୍ତ୍ତୀ କ୍ୱେଶ୍ଚିନ୍,
ପ୍ରାଚୀନ କେଉଁ ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ? ପ୍ରାଚୀନ କେଉଁ ଶାସ୍ତ୍ର? ଧର୍ମଶାସ୍ତ୍ର, ଚିକିତ୍ସା, କାବ୍ୟ, ନାଟ୍ୟ। କେଉଁ ଶାସ୍ତ୍ର ହବ ନା ଧର୍ମ, ପ୍ରାଚୀନ ଧର୍ମଶାସ୍ତ୍ର। ନେକ୍ସଟ, ଇତିହାସକୁ କେତେଗୁଡ଼ିଏ ଘଟଣାର କ'ଣ ବୋଲି କୁହାଯାଏ? କଳ୍ପନା, ସମଷ୍ଟି, ପୁରାଣ, ବର୍ଣ୍ଣନା। ଇତିହାସକୁ କେତେଗୁଡ଼ିଏ ଘଟଣାର କ'ଣ ବୋଲି କୁହାଯାଏ ପିଲାମାନେ? ନା ସମଷ୍ଟି। କ'ଣ ନା ସମଷ୍ଟି ବୋଲି କୁହାଯାଏ। ନେକ୍ସଟ, ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ କ'ଣ ବିଦ୍ୟମାନ? ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ କ'ଣ ବିଦ୍ୟମାନ ପିଲାମାନେ? ସୌସାଦୃଶ୍ୟ, ନା ତୁଳନା, ନା ବିଚାର, ନା ବାସ୍ତବତା। କ'ଣ ପିଲାମାନେ? ନା ସୌସାଦୃଶ୍ୟ। କ'ଣ ନା ସୌସାଦୃଶ୍ୟ। ପରବର୍ତ୍ତୀ କ୍ୱେଶ୍ଚିନ୍, କେଉଁ ଶିକ୍ଷା ମଣିଷ ପାଇଁ ଅଧିକ ଉପଯୋଗୀ? କେଉଁ ଶିକ୍ଷା ପିଲାମାନେ? ଉପଦେଶାତ୍ମକ ଶିକ୍ଷା, କାଳ୍ପନିକ ଶିକ୍ଷା, ଦୃଷ୍ଟାନ୍ତ ଶିକ୍ଷା, ବର୍ଣ୍ଣନାତ୍ମକ ଶିକ୍ଷା। କେଉଁ ଶିକ୍ଷା ମଣିଷ ପାଇଁ ଅଧିକ ଉପଯୋଗୀ? ନା ଦୃଷ୍ଟାନ୍ତ। କେଉଁ ଶିକ୍ଷା? ନା ଦୃଷ୍ଟାନ୍ତ ଶିକ୍ଷା। ପରବର୍ତ୍ତୀ କ୍ୱେଶ୍ଚିନ୍, ପତନ କଥାଟି କେଉଁ ବ୍ୟକ୍ତିର ମସ୍ତକରେ ଉଜ୍ଜ୍ୱଳ ଅକ୍ଷରରେ ଲିଖିତ ହୋଇଛି? ପତନ କଥାଟି ଅହଂକାରୀ, ମିଥ୍ୟାବାଦୀ, ସତ୍ୟବାଦୀ, କାଳ୍ପନିକ। ପତନ କଥାଟି କେଉଁ ବ୍ୟକ୍ତିର ପିଲାମାନେ? ନା ଅହଂକାରୀ। କ'ଣ ନା ଅହଂକାରୀ। ପରବର୍ତ୍ତୀ କ୍ୱେଶ୍ଚିନ୍, କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି? ପିଲାମାନେ କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି? ବେଦ, ଇତିହାସ, ବାଇବେଲ, କୋରାନ। କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି? ନା ଇତିହାସ। କାହାକୁ? ନା ଇତିହାସ। ପରବର୍ତ୍ତୀ କ୍ୱେଶ୍ଚିନ୍, ଅତୀତର ସନ୍ତାନ ଭବିଷ୍ୟତର କେଉଁ ରୂପରେ ଦଣ୍ଡାୟମାନ? ଅତୀତର ସନ୍ତାନ ଭବିଷ୍ୟତର କେଉଁ ରୂପରେ ପିଲାମାନେ? ପିତା, ମାତା, ଭ୍ରାତା, ଦାତା। କେଉଁ ରୂପରେ? ନା ପିତା ରୂପରେ ଦଣ୍ଡାୟମାନ। ନେକ୍ସଟ, କାହାର କାର୍ଯ୍ୟ କଦାପି ଅସମ୍ପନ୍ନ ରହିବ ନାହିଁ? କାହାର? ବିଧାତା, ଜନତା, ଲୋକତନ୍ତ୍ର, ଗଣତନ୍ତ୍ର। କାହାର? ନା ବିଧାତା କାର୍ଯ୍ୟ କଦାପି ଅସମ୍ପନ୍ନ ରହିବ ନାହିଁ। ନେକ୍ସଟ, ବିଧାତା କାହାକୁ ଉଚ୍ଚ ଅଧିକାର ଦିଅନ୍ତି? କାହାକୁ? ଯୋଗ୍ୟ ଲୋକ, ନିରକ୍ଷର, ସାକ୍ଷର, ଅଯୋଗ୍ୟ ଲୋକ। କାହାକୁ ଦେଇଥାନ୍ତି? ନା ଯୋଗ୍ୟ ଲୋକ। କାହାକୁ? ନା ଯୋଗ୍ୟ ଲୋକ। ନେକ୍ସଟ, ଈଶ୍ୱର ଆମ୍ଭମାନଙ୍କ ଦେଶକୁ କେଉଁ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତି? ଈଶ୍ୱର ଆମ୍ଭମାନଙ୍କ ଦେଶରୁ କେଉଁ ଅନୁରାଗ? ସରଳ, ବିକୃତ, ଅବସନ୍ନ, ନିଜସ୍ୱ। କ'ଣ ହବ? ନା ବିକୃତ। କ'ଣ ନା ବିକୃତ। ନେକ୍ସଟ, କେଉଁ ଶ୍ରେଣୀର ମନୁଷ୍ୟ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି ଓ ସମ୍ଭବ କରନ୍ତି? କେଉଁ ଶ୍ରେଣୀର? ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। କେଉଁ ଶ୍ରେଣୀର ପିଲାମାନେ? ନା ପ୍ରଥମ। କେଉଁ ଶ୍ରେଣୀର? ନା ପ୍ରଥମ ଶ୍ରେଣୀର। ନେକ୍ସଟ କ'ଣ ଦେଲା? କେଉଁ ଶ୍ରେଣୀର ମନୁଷ୍ୟମାନଙ୍କ ଠାରେ ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ପ୍ରୟାସ ଦେଖାଯାଏ ନାହିଁ? କେଉଁ ଶ୍ରେଣୀର ମନୁଷ୍ୟମାନଙ୍କ ଠାରେ? ଏକ ଶ୍ରେଣୀ, ନା ଦୁଇ ଶ୍ରେଣୀ, ନା ପଞ୍ଚମ ଶ୍ରେଣୀ, ନା ଅଷ୍ଟମ ଶ୍ରେଣୀ। କେଉଁ ଶ୍ରେଣୀ ପିଲାମାନେ? ନା ଏକ ଶ୍ରେଣୀ। କେଉଁ ଶ୍ରେଣୀ? ନା ଏକ ଶ୍ରେଣୀ। ପରବର୍ତ୍ତୀ କ୍ୱେଶ୍ଚିନ୍, ପାଦ ମୂଳରୁ ନିମ୍ନ ଦେଶକୁ ଅବତରଣ କଲେ କ'ଣ ଦେଖିପାରିବ? କ'ଣ ପିଲାମାନେ? ନରକଙ୍କାଳ, ଦୁଃଖ, ମନ, ପୃଥିବୀ। କ'ଣ ହବ? ନା ନରକଙ୍କାଳ। କ'ଣ? ନରକଙ୍କାଳ। ନେକ୍ସଟ, ମାନବର ପ୍ରକୃତ ଉନ୍ନତି କାହା ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ? ମାନବର ପ୍ରକୃତ ଉନ୍ନତି କାହା ସାଙ୍ଗେ? ସତ୍ୟ, ମିଥ୍ୟା, ପାପ, ପୁଣ୍ୟ। କ'ଣ ହବ? ନା ସତ୍ୟ। କ'ଣ ନା ସତ୍ୟ। ତ ପିଲାମାନେ ତମମାନଙ୍କର ଥିଲା ଏତିକି ଇତିହାସର କ'ଣ ନା MCQ କ୍ୱେଶ୍ଚିନ୍ ଆନ୍ସର। ତ ତମମାନଙ୍କୁ ପଢ଼, ନିଶ୍ଚିନ୍ତ ତମର କ'ଣ ନା ଏକ୍ଜାମରେ ଆସିବ ଏମିତିଆ ଟାଇପ୍ର କ୍ୱେଶ୍ଚିନ୍। ତ ସବୁ ଆଗକୁ କହିବି। ତ ଆଜିଠୁ ଆରମ୍ଭ କର ପିଲାମାନେ, କ'ଣ ନା ପ୍ରଥମରୁ ଆରମ୍ଭ କର। ତମର ୟୁନିଟ୍ 1 ମୁଁ ପଢ଼ା ଷ୍ଟାର୍ଟ କରୁଛି। ଏମିତି ଲାଇନ୍ ବାଇ ତମର ପଢ଼ାଯିବ ୟୁନିଟ୍ 1, ୟୁନିଟ୍ 2। ତ ସମସ୍ତେ ପଢ଼। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ।